ମାନଙ୍କର ଚଢଉଛି ମାନେ ଯେମିତି ହେଲେ ଭୋଟ ଆସୁଛି ତାଙ୍କୁ ଚଳିବ ତଥାପି ଆମେ ସାଇଲେଣ୍ଟ ରହୁଛୁ ଯୋଉଠି ଦେଖୁଥିବି ତାକୁ ମୁଁ ତ 22 ଦିନ ଛୁଟିରେ ଅଛି ଯୋଉଠି ଦେଖୁଛି ତାକୁ ଫାଇନ ବି କରୁଛି। ଆପଣ କରିପାରିବେ ଭାଇ ଚାଲିବାକୁ ସାର୍ ଆପଣଙ୍କ ଉପରେ ପ୍ରେସର ପଡୁଛି ନେତା ମାନେ ପକଉଛନ୍ତି ପ୍ରେସର। ଇଲିଘାଟ ଯୋଉ ମନ୍ଥଲି ଆପଣ ନଉନାହାନ୍ତି ଇଲିଗାଲ ମନ୍ଥଲି ଫନ୍ଥଲି କିଛି ନାହିଁ। ମୁଁ ଆପଣ ଦେଖେଇବି ଆପଣ ଜିଲ୍ଲାଟାକୁ ଆଜ୍ଞା ବିକିଦେଲେ। ଶୁଣନ୍ତୁ ଆଜ୍ଞା ମାଇନ୍ସ ଡିପାର୍ଟମେଣ୍ଟ ବିକି ଦେଇଛି ଆଜ୍ଞା। ଶୁଣନ୍ତୁ ମୋ କଥା ଶୁଣନ୍ତୁ ମୁଁ ବର୍ତ୍ତମାନ ଛୁଟିରେ 22 ଦିନ ହେଲା ଅଛି। 22 ଦିନ ପୂର୍ବରୁ ଆପଣ ମନ୍ଥଲି ନଉଛନ୍ତି ଆପଣ କଣ ମତେ କହୁଛନ୍ତି ମୁଁ ଜାଣିନି ଆପଣ ଭାବୁଛନ୍ତି ଆରେ କି କଥା ମଙ୍ଗଳପୁର ତ ଆମେ କାହିଁକି ମଙ୍ଗଳପୁର ତ ସେମାନେ କିଏ ତାଙ୍କର ଆମେ କଣ ସେମିତି କାହିଁ କରିବୁ। ଆଉ କଣ କରୁଛନ୍ତି କେମିତି ବାଲି ଉଠୁଛି କୋଉଠି ବାଲି ଆରେ ଆମେ ଯାହାକୁ ଦେଖୁଛୁ ପେନାଲ୍ଟି ଆପଣ କିଛି ଦେଖି ପାରୁନାହାନ୍ତି ସାର୍ ଗୋଟେ ଜିଲ୍ଲାର ଆପଣ ଦାୟିତ୍ୱରେ ଅଛନ୍ତି ବିକ୍ରି ହେଇଗଲାଣି। ଶୁଣନ୍ତୁ ମୁଁ ହସ୍ପିଟାଲ ଅଛି ଏତେ ଟେନସନ କଥାଟା କରନ୍ତୁନି। ମୁଁ ସାର୍ ଆପଣଙ୍କୁ ଏଇଥିପାଇଁ କହୁଛି ମୁଁ ଆପଣଙ୍କୁ ଯେତେବେଳେ ଲଗେଇଲିଣି 8 ଥର ଆପଣ ମତେ କହୁଛନ୍ତି ହସ୍ପିଟାଲରେ ପଚାରୁନାହାନ୍ତି ଆପଣ ଦେଖନ୍ତୁ ମୁଁ 22 ଦିନ ଛୁଟି ଅଛି କି ନାହିଁ। ଆଉ 22 ଦିନ ଛୁଟି ଅଛନ୍ତି ଆପଣଙ୍କ ଡିପାର୍ଟମେଣ୍ଟକୁ ଜଣାଉନାହାନ୍ତି ଏଠି ଇଲିଗାଲି ହଉଛି ବୋଲି। ଆଚ୍ଛା ମୁଁ ଛୁଟି ଅଛି ଆମର ଆଉ ଜଣେ ଚାର୍ଜ ଅଛନ୍ତି ନମ୍ବର ଦିଅନ୍ତୁ ନମ୍ବର ଦେଲେ ମୁଁ ନମ୍ବର ଦଉଛି ଆପଣ ତାକୁ କହିବେ ମତେ କେମିତି ଆପଣ ଛୁଟି ଅଛନ୍ତି କି ଆପଣ ଏଠୁ ଯାଇଛନ୍ତି ବୋଲି କଣ ଆମେ ଜାଣିଛୁ ସେ ଆପଣ କହୁଛନ୍ତି ମାଇନ୍ସ ଡିପାର୍ଟମେଣ୍ଟର ଯେ କେନ୍ଦ୍ରାପଡ଼ା ଯେ ମୁଁ ଛୁଟି ରହିଲି ଆଉ ତାଙ୍କ ନମ୍ବର ଦଉଛି ନିଅନ୍ତୁ। ମୁଁ ଜଣେ ଦେହ ଖରାପ ସେ ଛୁଟି ରହିବନି ଡାଇରେକ୍ଟ ସାର୍ ଆପଣଙ୍କ ନାଁ କହୁଛନ୍ତି ଖୁଣ୍ଟିଆ ବାବୁଙ୍କୁ ପଇସା ଦେଇଛୁ ମୁଁ ବି ଭିଡିଓ ପାଇଛି। ନାଁ କହିଲେ କିଏ ସେ ବାଲିଘାଟ ବାଲିଘାଟ ନା କହିଲେ କିଏ ନା ସାର୍ ଘାଟ ଯିଏ ନେଇଛି ଆମେ କଣ ତାକୁ ଜାଣିଛୁ ଘାଟ ତ ନିଲାମ ନାହିଁ ଆପଣଙ୍କର କୋଉ ଘାଟ ବେଣୀପୁର ଘାଟ ମଙ୍ଗଳପୁର ଘାଟ ବେଣୀପୁର ଘାଟ ତ ନା ନିଶା ମୁଁ ଜାଣିନି ବେଣୀପୁର ଗୋଟେ ଘାଟ ଅଛି ବେଣୀପୁର ଘାଟ ନାଁ ନାହିଁ ମଙ୍ଗଳପୁର ଘାଟ ଆମ ଲିଷ୍ଟରେ ଅଛି କିନ୍ତୁ ବେଣୀପୁର ଗୋଟେ ଯାଇଛି ମଙ୍ଗଳପୁର ଘାଟ ଲିଜ୍ ହେଇଛି ସେମାନଙ୍କର ରେକର୍ଡ ଅଛି ସେମାନେ ପଇସା ଏବେ 20 ଲକ୍ଷ ଟଙ୍କା ଗଭର୍ଣ୍ଣମେଣ୍ଟକୁ ଦେଇଛନ୍ତି। ନାଇଁ ମୁଁ ସେ କଥା ଆପଣଙ୍କୁ କହୁନି ମଙ୍ଗଳପୁର ଘାଟ ଆପଣଙ୍କର ଡକୁମେଣ୍ଟାରୀ ଲିଜ୍ ହେଇଛି କି? ହଁ ଡକୁମେଣ୍ଟାରୀ ଲିଜ୍ ଅଛି ବାଲି ଉଠି ପାରିବ ନା ବାଲି 20 ଲକ୍ଷ ଦେଇଛି ଆଉ 10 ଲକ୍ଷ ମୁଁ ସାର୍ କଣ ଦେଇଛି ସିଆଡକୁ ଯାଉନି ଆପଣ ଫାଇନ୍ ଆଡକୁ ଯାଆନ୍ତୁନି ମୁଁ କହୁଛି ବାଲି ଉଠିବାକୁ ଅନୁମତି ଅଛି କି? ନା ବାଲି ଉଠିବାକୁ କଣ ହେଇଛି 20 ଲକ୍ଷ ଏବେ ମତେ ସିଆଡକୁ ସାର୍ ଯାଆନ୍ତୁନି ମୁଁ ଆପଣଙ୍କୁ ଖାଲି ପଦେ କଥା ପଚାରୁଛି ଆପଣଙ୍କର ବାଲିଘାଟରୁ ବାଲି ଉଠିବାକୁ ଅନୁମତି ଅଛି କି? ମଙ୍ଗଳପୁର ତ ହଁ ନା ଏବେ ନାହିଁ ପଇସା ଦେଲା କେମିତି ସାର୍ ବାଲି ଉଠୁଛି? ଆରେ କି କଥା ଇଲିଗାଲି ଚୋରି କରୁତା କିଏ ଜଗିବ ଆପଣ ଜାଣିନାହାନ୍ତି ଆପଣ ପଇସା ନଉଛନ୍ତି ଆପଣ ଜାଣିନାହାନ୍ତି କେତେବେଳେ ବାଲି ଚୋରି କରୁଛନ୍ତି କି କଥା ହଉଛି 60,000 ନେଇଛନ୍ତି 6 ଲକ୍ଷ ନେଇଛନ୍ତି ଠାକୁରଙ୍କ ଭିଡିଓ ଦେବି ମୁଁ ଆପଣଙ୍କୁ କହୁଛି ଆପଣ ଶୁଣନ୍ତୁ ଆପଣ ଏଠିକି ମାସ ହବ କାମ କରିବାକୁ ମୁଁ ଏଇନା 17 ବର୍ଷ ହବ କାମ କରୁଛି କୋଉ ଘାଟର ଭିଡିଓ ଆପଣ କୋଉ ଘାଟ କଣ ଆପଣ ଯେତେ ଜଣଙ୍କୁ ପଇସା ନେଇଛନ୍ତି ଭିଡିଓ ଅଛି। ହଉ ଠିକ ଅଛି ଆପଣ କି କଥା କହୁଛନ୍ତି ମୁଁ ଆପଣଙ୍କୁ ଭୁଲ କହିଲି ମୁଁ ଆପଣଙ୍କୁ ଏଟା 9 ଥର ହେଇଗଲା ଆପଣଙ୍କୁ ଫୋନ କରିବା ମୁଁ ଆପଣଙ୍କୁ ଭୁଲ ସତ କଥା ମୁଁ ଆପଣଙ୍କୁ କହୁଛି ମୁଁ 22 ଦିନ ଛୁଟିରେ ଅଛି ମୋର କିଡନୀ ଅପରେସନ ହେଇଛି ମୁଁ ଛୁଟିରେ ଅଛି ଆପଣ ପଚାରୁନାହାନ୍ତି ଆପଣଙ୍କ ନମ୍ବର ଦେଇଦଉଛି ଯିଏ 8 ମାଇନସ ଚାର୍ଜ ତା ନମ୍ବର ଆପଣ ପଚାରି ବୁଝନ୍ତୁ ଦିଅନ୍ତୁ ଟିକେ ନମ୍ବର ଦେଲେ ଆପଣ ବୁଝନ୍ତୁ ମୁଁ ଛୁଟିରେ ଅଛି କି ନାହିଁ ଦିଅନ୍ତୁ ନମ୍ବରଟା ଆପଣ ହଁ ଦଉଛି ନମ୍ବର ଆସନ୍ତୁ ଦିଅନ୍ତୁ ମୁଁ ସେ ଭିଡିଓଟା ଆଜି କିନ୍ତୁ ରଖୁଛି ଆପଣଙ୍କୁ ପଠେଇବି ଆଜି ନାଇଁ ଶୁଣନ୍ତୁ ସତ କଥା କହିବି ହଁ ଆପଣ ନାଁଟା ମତେ କହିଲେ ଏଠି ଆଉଥରେ ପ୍ରସନ୍ନ ଧଳ ଆଚ୍ଛା ଆପଣଙ୍କ ଘରଟା କେନ୍ଦ୍ରାପଡ଼ା ତ ଆଜ୍ଞା ଶୁଣନ୍ତୁ ଆପଣଙ୍କୁ ସତ କଥା କହିବି ମୋ ସତ କଥା କହିବା ମତେ ଭଲ ଲାଗୁନି କାହିଁକି ଦେଖନ୍ତୁ କେନ୍ଦ୍ରାପଡ଼ାର ଗୋଟିଏ ଘାଟ ମାଛ ଖାଇ ଚାଲିଥିଲା କାଗଜ ଥିଲା ଆଜ୍ଞା ତାକୁ ଗଭର୍ଣ୍ଣମେଣ୍ଟ ବନ୍ଦ କରିଦେଇଛି ଆଜ୍ଞା ଆଉ କଣ କରିବି ଆମେ ଚାହୁଁଛୁ ଗୋଟେ ଘାଟ ପଇସା ଦେଇକି ଗଭର୍ଣ୍ଣମେଣ୍ଟକୁ ଘାଟ ପଇସା ଦେଇକି ସେ ଘାଟ ଚଲାନ୍ତୁ ଆମେ ଚାହୁଁଛୁ କିନ୍ତୁ ଦେଖିଲା ବେଳକୁ ଗଭର୍ଣ୍ଣମେଣ୍ଟ ସେଇ ଗୋଟେ ଘାଟ ଯୋଉ ଚାଲୁଥିଲା ତୁଳସୀପୁର ମାଛାଘାଇ ହାଟର ମାଛାଘାଇ ତହସିଲ ତାକୁ ଗଭର୍ଣ୍ଣମେଣ୍ଟ ବନ୍ଦ କରିଦେଲା କଣ କରିବି ଆମେ ମାନେ ଆଡେ ନେତା ମାନଙ୍କର ଚଢଉଛି ତାକୁ ମାନେ ଯେମିତି ହେଲେ ଭୋଟ ଆସୁଛି ତାଙ୍କୁ ଚଳିବ ତଥାପି ଆମେ ସାଇଲେଣ୍ଟ ରହୁଛୁ ଯୋଉଠି ଦେଖୁଥିବି ତାକୁ ମୁଁ ତ 22 ଦିନ ଛୁଟିରେ ଅଛି ଯୋଉଠି ଦେଖୁଛି ତାକୁ ଫାଇନ ବି କରୁଛି ଆପଣ କରିପାରିବେ ଭାଇ ଚାଲିବାକୁ ସାର୍ ଆପଣଙ୍କ ଉପରେ ପ୍ରେସର ପଡୁଛି ନେତା ମାନେ ପକଉଛନ୍ତି ପ୍ରେସର କଣ ମୁଁ ଆପଣ କୁହନ୍ତୁ କ୍ଲିୟର କଥା ଆମେ ହଉଛୁ ଜାଣିବା ଦରକାର ନାଇଁ ଶୁଣନ୍ତୁ ଆପଣ ଏଇଟା ରେକର୍ଡିଂ କରୁନାହାନ୍ତି ସେଟା ହେଲେ ଆପଣଙ୍କୁ କହିଦେଇଥାନ୍ତି ସତ କହନ୍ତୁ ଆଜ୍ଞା ରେକର୍ଡିଂ କରୁନାହାନ୍ତି ତ ଆରେ ରେକର୍ଡିଂ ଫୋନ ନୁହେଁ ଦେଇଥିଲେ ମୁଁ ଆପଣଙ୍କୁ ଆଗରୁ କହିଥାନ୍ତି ତୁଳସୀପୁର ଘାଟର ଆମେ ଯେତେବେଳେ ଫେରୁଥିଲୁ ଆମର ଯୋଉ ତୁଳସୀର ପଟ ହେଲା ବଡପାଲ ବାଲିଘାଟ ଦେଖିଛି ମୁଁ 80 ଟଙ୍କା ଫାଇନ କଲି ଆଜ୍ଞା ତାପରେ ଏଇଠି ଯୋଉ ମଙ୍ଗଳପୁର କହିଲେ ମଙ୍ଗଳପୁର ଧରିକି ସେ ଆମର ଯୋଉ ଥିଲା ଆମର କି ଯୋଉ ମ୍ୟାଡାମ ଅଛନ୍ତି ତାଙ୍କ ନାଁ ନିକିରି ମ୍ୟାଡାମ କି ସେଠି ପଛରେ
ତାଙ୍କର ଏ ସାଇଡ୍ ଧରିକି ମଙ୍ଗଳଗୁଡା କହୁଛନ୍ତି ମଙ୍ଗଳଘାଟର 2ଟା ମେସିନ୍ କି ସେ ଜବତ କଲୁ ମାନେ ଗୋଟେ ମେସିନ୍ ପଳେଇଲା ଲୁଚି ଗୋଟେ ମେସିନ୍ ଜବତ କଲା ଜବତ କରିକି ସେ ମେସିନ୍ ଟାକୁ ଆମେ ସେଦିନ 50 ଫାଇନ୍ କଲୁ କଷ୍ଟ 2 ଏସ୍ଆଇ ଦେଇକି 50 ମୁଁ ଏଟା ହଉଛି ମାସେ 1.5 ମାସ ତଳ କଥା ଆଚ୍ଛା ଫାଇନ୍ କଲୁ କଲା ପରେ ତାପରେ କଣ ହେଇଛି ଆଉ ଥରେ ପୂଦାନଗରୀ ଆମର ଯୋଉ ସଠିଲରୁ ସେଟା ଗୋଟେ 50 ଫାଇନ୍ କଲି ମୁଁ ଗାଡି ଗାଁ ବାଟେ ଚଲେଇ ଦେଲେନି ବଡ ପାଳରୁ ଯେତେବେଳେ କଲୁ ସେଠୁ ସେକେଣ୍ଡ ଟାଇମ୍ ଯେତେବେଳେ ନେଇ ଧରିଲୁ ସେ ରାଗିକି ମାରିବା ଉପରେ ସେ ଛତୁ ସବୁ କେତେ ଆସିକି ଆମେ ଡିଡିଏମ୍ ବି ଆସିଥିଲେ ଭୁବନେଶ୍ୱର ମାରିବା ପରେ ଆମେ ବାଲିବାଲା ଚଲିବେ ଇଲେକ୍ସନ ଆସୁଛି ହେଉଛି ସେ କହିବୁ ପୋଲିସ କି ଫୋନ କଲା ପୋଲିସ ଆସିଲେନି କଣ କରିବୁ ଆଜ୍ଞା ଆମେ କଣ ଆଉ ଇଲେକ୍ସନ ଆସୁଛି ସେ ଆସୁଛି ଆଉ ଲୋକ ଚାହୁଁଛନ୍ତି ଏ କରୁଛନ୍ତି ଆମକୁ ସେ ମାରି ପକେଇଥାନ୍ତି ଆମେ ପଳେଇବାକୁ ପ୍ରାଣ ବିକଳରେ ପୋଲିସ ଆସିଲାନି କଣ କରିବୁ ଆଜ୍ଞା ଆପଣଙ୍କ ସାମ୍ବାଦିକ ପ୍ରଶାସନ ଆପଣଙ୍କୁ ସହଯୋଗ କରୁନି ମାନେ ଏଇଟା ଦେଖନ୍ତୁ ଏଇଟା ବଜେଇ କାହିଁ ଶୁଣନ୍ତୁ ଏଇଟା ମାନେ ଆପଣଙ୍କୁ କହୁଛି ଆପଣଙ୍କ ସହିତ କଥା ହଉଛି ମୁଁ ପର୍ସନାଲି କଥା ହଉଛି ଆପଣଙ୍କ ସହିତ ମୁଁ ପର୍ସନାଲି ମୁଁ ସେଇଟା ଆପଣଙ୍କୁ କାରଣ ଏଇଟା ଶୁଣନ୍ତୁ ଯଦି ବହୁତ ସମୟରେ ମୁଁ ପୋଲିସକି ଡାକିଛି ପୋଲିସ ବି ଆସିନାହାନ୍ତି ଆମେ ପଳେଇ ଆସିଛୁ ସତ କଥା ଠାକୁର ଜୟ ଜଗନ୍ନାଥ ଜୟ ଦେଇ କହିଛୁ ଆଜ୍ଞା ଜାଣିଲେ ମୁଁ କେତେ ଘାଟା ଯାଇଛି ଡାକିଛି ପୋଲିସ ବି ଆସିନାହାନ୍ତି ପଳେଇ ଆସିଛୁ ଡରିକି ପଳେଇ ଆସିଛୁ ଜାଣିଛନ୍ତି ମଙ୍ଗଳପୁର ଘାଟ ମୁଁ 2 ଥର ଫାଇନ୍ କରିଛି ପୂଦାନଗର ଫାଇନ୍ କରି ବେଣୀପୁର ମୁଁ ଜାଣିବି ଭାଇ ବେଣୀପୁର ଘାଟ ଲିଷ୍ଟରେ ନାହିଁ ଆମର ନା ଆମର ଯୋଉ ରେକର୍ଡେଡ ଲିଷ୍ଟ ଭିତରେ ତୁଳସପୁର ଅଛି ଆପଣଙ୍କର କଣ କହିଲେ ମଙ୍ଗଳପୁର ଅଛି କଟମୂଳ ଭାଗବତପୁର ଆମର ଆଉ କଣ କହିଲେ ଏଇଟା ସବୁ ଅଛି ଆମର ଏସବୁ ଅଛି ଲିଷ୍ଟ ଭିତରେ ଅଛି କିନ୍ତୁ ବେଣୀପୁର ଆମର ଲିଷ୍ଟ ଭିତରେ ଇଲିଗାଲି ଆମ ଲିଷ୍ଟ ଭିତରେ ନାହିଁ ପଠାମୁଣିର ଅମୃତମୁଣି ଅଛି ଆମର କେନ୍ଦ୍ରାପାଳ ଅଛି ଏସବୁ ଲିଷ୍ଟ ଭିତରେ ଅଛି ପଇସା ଦେଇନାହାନ୍ତି ଚାଲି ବର୍ତ୍ତମାନ ସାର୍ କେନ୍ଦ୍ରାପଡାର କୌଣସି ବାଲିଘାଟ ଲିଗାଲି ଚାଲୁନାହିଁ ମୁଁ ଆପଣଙ୍କୁ ଆଉ ଆପଣ ମତେ ପର୍ସନାଲି ଶୁଣନ୍ତୁ ଆପଣ ମୁଁ ଯେତେବେଳେ ଛୁଟିରେ ଗଲା ପରେ ଆପଣ ମତେ ପର୍ସନାଲି ଭେଟେ ମୁଁ ସବୁ କହିବି ଫୋନରେ ସବୁ କଥା କହିବି